ଆପଣ ମାନଙ୍କ ଦ୍ୱାରା ଦେଖୁଥିବା ସମସ୍ତ ଦର୍ଶକ ତଥା ଓଡ଼ିଶାର ଭିଉଅର୍ସ ମାନଙ୍କୁ ମୋର ପ୍ରଣାମ। ଯାତ୍ରାର ମୁଁ ଜଣେ ଦର୍ଶକ। ମୁଁ କେବେ ଯାତ୍ରା ଗ୍ରୀନ ରୁମ୍ ଦେଖି ନଥାଏ। ପ୍ରଥମ ଥର ଭାଇ ପ୍ରଯୋଜନା ନେଲା ପରେ ଯାତ୍ରାରେ ଦରମା ଫରମା ବାବଦରେ ମୋର ବିଶେଷ ଜ୍ଞାନ ନଥିଲା। ତଥାପି ଗଲା ବର୍ଷ ଆମ ବଜେଟ୍ ଅଧିକା ହେଇଥିଲେ ମଧ୍ୟ ମୁଁ ମିନିମାଇଜ କରି ପ୍ରାୟ ଆମର ଟିକେଟ ରେଟ୍ ଗଲା ବର୍ଷ 300 ଟଙ୍କାରେ ସୀମିତ ଥିଲା। 300 ଟଙ୍କା ଠାରୁ ଅଧିକ ରେଟ୍ ଆମେ କରିନଥିଲୁ। କିନ୍ତୁ ଗଲା ବର୍ଷ ବି କୌଣସି ପାର୍ଟିରେ 400-500 ପର୍ଯ୍ୟନ୍ତ ଟିକେଟ ହେଉଥିଲା। ଆଉ ଏ ବର୍ଷର କଥା ଯୋଉ ଆପଣ ମାନେ କହୁଛନ୍ତି, ହଁ ମୁଁ କିଛିଟା ନିଶ୍ଚିତ ଦାୟୀ, କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ଯାତ୍ରାରେ ମୁଁ ଯୋଉ କଳାକାର ମାନଙ୍କୁ ବୁକ୍ କରିଛି ବା ଯୋଉ କଳାକାର ମାନେ ମୋ ପାଖରେ ଥିଲେ, ଆଜି ସେମାନେ ଯୋଉଠିକି ଯାଇଛନ୍ତି ଦର ବଢେଇକି ଯାଇଛନ୍ତି ଆଜ୍ଞା, କେହି ଦର କମେଇକି ଯାଇନାହାନ୍ତି। ତେଣୁ ଓଡ଼ିଶାରେ ଯାତ୍ରାରେ କଳାକାର ମାନଙ୍କୁ ଦର ବଢିଛି ଏବଂ ମୁଁ ବି ମଧ୍ୟ ସେଥିରେ ଦାୟୀ। ମୁଁ ଏ ଦାୟିତ୍ୱଟାକୁ ମୋ ମୁଣ୍ଡକୁ ନିଶ୍ଚିତ ନଉଛି।